ମାଥ୍ୟୁ ପୁସ୍ତକ 10:20 ପଦ ଦେଖିବା କ'ଣ ଲେଖା ହେଇଛି। ଯେଣୁ ତୁମେମାନେ ଭକ୍ତା ନୁହଁ, କିନ୍ତୁ ତୁମେମାନଙ୍କ ପିତା ଆତ୍ମା ଯେ କି ତୁମମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି। ହାଲେଲୁୟା। ଆମ୍ଭେମାନେ ଭକ୍ତା ନୁହଁ, କିନ୍ତୁ ତୁମରି ପିତା ଅଟେ, ଭକ୍ତା ଅଟନ୍ତି, କିନ୍ତୁ ଆତ୍ମା ତୁମମାନଙ୍କ ସଙ୍ଗରେ କଥା କହିବା ଈଶ୍ୱର। ହାଲେଲୁୟା। ଆମେ ଆଉ ଥରେ ପଢିବା। ଯେଣୁ ତୁମେମାନେ ଭକ୍ତା ନୁହଁ, କିନ୍ତୁ ତୁମମାନଙ୍କର ପିତା ଆତ୍ମା ଯେ କି ତୁମମାନଙ୍କ ଅନ୍ତରରେ କଥା କୁହନ୍ତି, ସେ ବକ୍ତା ଅଟନ୍ତି। ହାଲେଲୁୟା। ଦେଖନ୍ତୁ, ଆମ୍ଭେମାନେ ଭକ୍ତା ନୁହଁ, ଯିଏ କି ଅନ୍ତର ଆତ୍ମାରେ କଥା କୁହନ୍ତି, ସେ ହିଁ ବକ୍ତା ଅଟନ୍ତି। ଆମେ ବେଳେ ବେଳେ ଭାବିଥାଉ ଆମେ ଜଣେ ଭବିଷ୍ୟତ ବକ୍ତା, ଆମେ ଜଣେ ଜଣେ ବଡ଼ ବଡ଼ ଆଉ ତାଙ୍କ ସନ୍ତାନ ମାନେ, ତାଙ୍କର ପୁତ୍ର କନ୍ୟାମାନେ, ଆମେ ଭାବିଥାଉ ଅନେକ ଜିନିଷ, କିନ୍ତୁ ବକ୍ତା ଆମର ଈଶ୍ୱର ଅଟନ୍ତି। ଯଦି ଆମର ମଧ୍ୟରେ ଈଶ୍ୱର ନାହାନ୍ତି, ଆମ ମଧ୍ୟରେ ଈଶ୍ୱର ଚାଲୁନାହାନ୍ତି, ଆମ ବାକ୍ୟରେ ଯଦି ଈଶ୍ୱର ନାହାନ୍ତି, ଯେଉଁ ବାକ୍ୟ ପରମେଶ୍ୱର ଆମକୁ ଦେଇଛନ୍ତି, ସେ ବାକ୍ୟ ପ୍ରତି ଆମ ସାଙ୍ଗରେ କଥା ହେଉନାହାନ୍ତି, ଆଉ ଯଦି ଆମେ ତାଙ୍କ ପଥରେ ନାହୁଁ, ତାହେଲେ ଆମେ ଭକ୍ତା ନାହିଁ, ଆମର ଈଶ୍ୱର ଭକ୍ତା ଅଟନ୍ତି। ଆମେ ସୂତା ଅଟେ। ହାଲେଲୁୟା। ଯିଏ ବି ଆପଣମାନେ ଦେଖୁଛନ୍ତି ମୋର ପ୍ରିୟ ଦାସ ଦାସୀମାନେ, କେବେ ଯଦି ଆପଣମାନେ ଭକ୍ତା ବୋଲି ଭାବିବେ, ଆପଣମାନେ ଭକ୍ତା ନୁହନ୍ତି, କିନ୍ତୁ ଆପଣଙ୍କର ଈଶ୍ୱର ଭକ୍ତା ଅଟନ୍ତି, ଆପଣ ତାଙ୍କର ସନ୍ତାନ ଅଟନ୍ତି। ଯିଏ ଭକ୍ତା ବୋଲି କହିବ, ମୁଁ ବହୁତ ବିଷୟ ଜାଣିଛି ବୋଲି କହିବ, ମୁଁ ବହୁତ କିଛି ବିଷୟ ଶିଖିଛି ବୋଲି କହିବ, ଆମେ କିଛି ଜାଣିନାହୁଁ। ସେଥିପାଇଁ ଈଶ୍ୱରଙ୍କ ଦ୍ୱାରା ହିଁ ସବୁ କିଛି ସମ୍ଭବ ହେଇପାରିବ। ଆମେ ଭକ୍ତା ନୁହଁ, ଭକ୍ତା ଆମର ଈଶ୍ୱର ଅଟନ୍ତି।